प्रिय अति प्रिय सिस्टर एलिजाबेथ दत्ता मैंने करताल सहित धन्यवाद देते Praise the Lord. Hallelujah. Praise the Lord. Praise the Lord, ସମସ୍ତଙ୍କୁ good morning. Praise the Lord, mommy. Praise the Lord. Hallelujah. Praise the Lord. Praise the Lord. मुह टिके दुसु नहीं बोल एडजस्ट करो मुह देखा जाउनी मम्मी प्रभुଙ୍କର ମହାନ ନାମରେ ଧନ୍ୟବାଦ। ହଁ ମୋ କଥା ଶୁଭୁଛି? ଶୁଭୁଛି ହଁ ଶୁଭୁଛି ଶୁଭୁଛି Praise the Lord. ପ୍ରଭୁଙ୍କର ମହାନ ନାମରେ ଧନ୍ୟବାଦ। ପ୍ରଭୁ ଆମମାନଙ୍କୁ ଏଇ ସୁନ୍ଦର ସୁଯୋଗ ଦେଇଛନ୍ତି ଆଉ ବିଶେଷ କରି ଆର୍ଲି ମର୍ଣ୍ଣିଂ ପରିବାର ପ୍ରତ୍ୟେକ ଭାଇ ଭଉଣୀ ଏଠାରେ ଜଡ଼ିତ ଯେତେ ଜଣ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ଜଣାଏ ଏବଂ ବିଶେଷ କରି ରାଉଳ ଭାଇ ଏବଂ ଆମଙ୍କର ବୀରେନ୍ଦ୍ର ଭାଇ ଏଇ ସୁନ୍ଦର ସୁଯୋଗ ମତେ କହିବା ପାଇଁ ଦେଇଥିବାରୁ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ମୀନା ଭଉଣୀ ଆଜି ସକାଳୁ ଯେତେବେଳେ ଆମମାନେ ପ୍ରାର୍ଥନା ଆରାଧନା କରୁଥିଲୁ ସଞ୍ଜୟ ଭାଇ ଗୀତ ଗାଇଲେ ଏବଂ ଭଉଣୀ ମଧ୍ୟ ଗୀତ ଗାଇଲେ ପ୍ରାର୍ଥନା କଲେ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଏଇ ସମୟରେ ଆମେ ଏଇ ସକାଳ ସମୟରେ ଯେତେ ଜଣ ଏଠାରେ ଉପସ୍ଥିତ ହେଇଛୁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ କାରଣ ପ୍ରଭୁ ମହାନ ପରମେଶ୍ୱର ଗୋଟେ ଦିନ ଆମମାନଙ୍କୁ ଦେଖିବା ପାଇଁ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଗତ ଦିନ ସାରା ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହେଲେ ମତେ ଆଲୋଚନା କରିବା ପାଇଁ କହିଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ମୋ ମୁଖ ଦେଇ ଯେପରି କଥା କହିବେ ଆସୁ ମାନେ କିଛି ସମୟ ପ୍ରାର୍ଥନା କରିବା। ପବିତ୍ର ପବିତ୍ର ସ୍ୱର୍ଗୀୟ ପ୍ରଭୁ ତୁମ ପବିତ୍ର ମହାନାମର ଧନ୍ୟବାଦ କରୁଛୁ ପ୍ରଭୁ ତୁମେ ଆମମାନଙ୍କୁ ଏଇ ସକାଳ ସମୟରେ ଉପସ୍ଥିତ କଲ ପ୍ରଭୁ ସୁଖ ନିଦ୍ରା ଦେଲ ପୁଣି ପ୍ରଭୁ ନୂତନ ଦିବସ ଦେଖିବାକୁ ଦେଇଛ ସେଥିପାଇଁ ତୁମ ନାମର ଧନ୍ୟବାଦ କରୁଛି ପ୍ରିୟ ପ୍ରଭୁ। ତୁମେ ଯେ ଆମମାନଙ୍କର ପ୍ରେମକାରୀ ପରମେଶ୍ୱର ତୁମେ ଆମମାନଙ୍କର ସାହାଯ୍ୟକାରୀ ପ୍ରଭୁ ତୁମେ ଆମମାନଙ୍କୁ ପ୍ରଭୁ ବଞ୍ଚାଇ ରଖିଲ ପ୍ରଭୁ ଧନ୍ୟବାଦ ହଉଛି ପ୍ରଭୁ। ଯେତେ ଜଣ ଆମମାନେ ଏଠାରେ ଉପସ୍ଥିତ ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କର ପ୍ରଭୁ। ପ୍ରଭୁ ଯୀଶୁ ବାପା ତୁମରି ଆରାଧନା କରିଅଛୁ ତୁମେ ଆମମାନଙ୍କର ସମସ୍ତଙ୍କର ମୁଖ ଦେଇ ତୁମେ ଗୌରବ ପାଇଛ ସେଥିପାଇଁ ତୁମ ନାମର ଧନ୍ୟବାଦ ହଉଛି ପ୍ରିୟ ପ୍ରଭୁ। ତୁମେ ଅନୁଗ୍ରହ କର ପ୍ରଭୁ ଆଜି ପ୍ରଭୁ ଏ ସୁନ୍ଦର ବାକ୍ୟ ଦେଇ ତୁମେ ଆମମାନଙ୍କୁ କଥା କୁହ ମୁଁ ନୁହେଁ କିନ୍ତୁ ପ୍ରଭୁ ତୁମେ ମୋ ମୁଖ ଦେଇ ପ୍ରଭୁ ତୁମେ ପ୍ରକାଶମାନ ହୁଅ ଗୌରବ ମହିମା ପ୍ରଶଂସା ତୁମେ ପାଅ ପ୍ରାର୍ଥନା ଶୁଣୁଛ ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛି ଆମେନ୍। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ବିଶେଷ କରି ଆଉ ଏଇ ସୁନ୍ଦର ସୁଯୋଗ ପ୍ରଭୁ ଦେଇଥିବାରୁ ପ୍ରଭୁକୁ ଧନ୍ୟବାଦ ଦିଏ। ଆଉ ଆଜିକାର ବିଷୟବସ୍ତୁ ଉପରେ ମତେ କହିବା ପାଇଁ କିଛି କୁହାଯାଇଛି ତାହା ଲେଖା ଅଛି ଷଷ୍ଠ ବାଣୀ ସମାପ୍ତ ହେଲା ଯୋଉନ ତାର 19 ତାର 30 ପଦରେ ଲେଖାଯାଏ ସେଥିରେ ଯୀଶୁ ସେଇ ଅମ୍ଳ ରସ ପାନ କରି କହିଲେ ସମାପ୍ତ ହେଲା ଆଉ ସେ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ। ହାଲେଲୁୟା। ଗତ ଦିନ ମାନଙ୍କରେ ଆମେ ଶୁଣୁଥିଲୁ ପଞ୍ଚମ ବାଣୀ ଆଉ ଆଜି ଏଇ ସୁଯୋଗ ପ୍ରଭୁ ଦେଲେ ଷଷ୍ଠ ବାଣୀ ଶୁଣିବା ପାଇଁ ସମାପ୍ତ ହେଲା ତାର 30 ପଦରେ ଲେଖାଯାଇଛି ସେଥିରେ ଯୀଶୁ ସେଇ ଅମ୍ଳ ରସ ପାନ କରି କହିଲେ ସମାପ୍ତ ହେଲା। ଇଟ୍ ଇଜ ଫିନିଶ୍ଡ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କର ସେ ଆଜ୍ଞାବହ ହୋଇଥିଲେ ଆଜ୍ଞାଧୀନ ହୋଇଥିଲେ ତାଙ୍କରି ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ପୃଥିବୀକୁ ଆସିଥିଲେ ଏବଂ କ୍ରୁଶ ଉପରେ ସେ ଏହି ବାଣୀ କହିଥିଲେ ଇଟ୍ ଇଜ ଫିନିଶ୍ଡ। ପ୍ରଭୁ ଯୀଶୁ ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ ଏବଂ ସମ୍ପୂର୍ଣ୍ଣ ଖ୍ରୀଷ୍ଟ ଥିଲେ। ଖ୍ରୀଷ୍ଟ ଅର୍ଥାତ୍ ଉଦ୍ଧାରକର୍ତ୍ତା ପରିତ୍ରାଣକାରୀ ଅଟନ୍ତି ସେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନବ ଜାତିକୁ ଉଦ୍ଧାର କରିବା ପାଇଁ ସେ ଏ ପୃଥିବୀକୁ ଆସିଥିଲେ। ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ। ସେ ଅଦ୍ୱିତୀୟ ପୁତ୍ର କେବଳ କ୍ରୁଶରେ ମୃତ୍ୟୁ ଭୋଗ କରିବା ଦ୍ୱାରା ତାହା ସମ୍ଭବ ହୋଇପାରିଥିଲା। ପ୍ରଭୁ ଯୀଶୁ ସମସ୍ତ ବିଷୟକୁ ସେ ପୂରଣ କରିବା ଉଦ୍ଦେଶ୍ୟରେ ସେ ଏ ପୃଥିବୀକୁ ଆସିଥିଲେ ଏବଂ ପିତାଙ୍କର ଆଜ୍ଞାଧୀନ ହୋଇ ସେ ଉଦ୍ଦେଶ୍ୟକୁ ସମାପ୍ତ କରିପାରିଥିଲେ। ଆଉ ଶେଷରେ କହିଥିଲେ ସେ ଯେତେବେଳେ ଆମେ ପଢୁଛୁ ବାକ୍ୟରେ ତାର 19:30 ସେଥିରେ ଯୀଶୁ ସେଇ ଅମ୍ଳରସ ପାନ କରି
समाप्त है बोली एई पदटी से कहिथिले। प्रभु जीशु ख्रीष्ट पितांकर संपूर्ण भाव से संपूर्ण भाव से कौन करथिले ना तांकर उद्देश्य को से शेष करथिले। कौन पूरा करथिले लुक तार 4 पर्वर 8 पदरे लिखा जाए जितेबाला प्रभु पृथ्वी रे थिले आ वाक्य रे लिखा जाए प्रभुंकर आत्मा मो ठारे अधिष्ठित जेणु दीनहीन मानक निकटरे सुसमाचार प्रचार करिबा निमंते से मते अभिषिक्त करियछंती। बंदी मानकर निकटरे मुक्ति अंध मानक निकटरे दृष्टि लाभर विषय घोषणा करबाकू पुणी उपद्रव प्राप्त लोक मानक मुक्त करबाकू आउ प्रभुंकर अनुग्रह वर्ष घोषणा करबाकू से मते प्रेरणा करियछंती। हालेलुया। प्रभु ए वाक्य दे आमानकू कथा कहउछंती जे प्रभुंकर आत्मा जेतेबेले अधिष्ठित होची सेतेबेले प्रभु जीशु कहउछंती दीनहीन मानक निकटरे से सुसमाचार प्रचार करबा पई पृथ्वी को से आस्तिले आ अंधमान को से मुक्त अंधमान को से कौन करछि ना दृष्टि लाभर विषय को देबा पई दृष्टि देबा पई अंधरु जो मान आलोक को आनिबा पई अंधकार रो आलोक को आनिबा पई पुणी अंध मान को दृष्टि शक्ति देबा पई प्रभु जीशु ए पृथ्वी को आस्तिले लोक मान को मुक्त करबा को प्रभुंकर आत्मा तांको ठारे अनुग्रह रो घोषणा करबा को प्रभु प्रेरणा करियछंती। जोन तार 10 रो 10 पद रे जेपरि लिखा जाए मोर प्रिय माने जानो वाक्य रे लिखा जाए जे चोर केवल चोरी बध और विनाश करबा निमंते आसे से माने जेपरि जीवन पांती और प्रचुर जीवन पांती एथि निमंते मु आसी अछि। एहा लिखा हिची वाक्य रे चोर केवल आसे चोरी और बध करबा निमंते विनाश करबा निमंते आसे किंतु प्रभु जीशु आस्तिले जीवन देबा पई से क्रूस उपरे आपनार प्राण को से ढाली देले आपनार प्राण को से संपूर्ण भाव रे प्रदान कर देले परित्राण कले मो पई आपण मानक पई मोर पाप पई अमानकर पाप निमंते से प्रभु जीशु ए पृथ्वी को आसिले एवं दुख कष्ट यातना सहिले शैतान रो कार्य को से विनाश करबा पई आसिले। वाक्य रे लिखा अछि जे पाप करे से शैतान ठारू जात शैतान आरंभ रो पाप करि आसी अछि शैतान रो कार्य को से विनाश करबा पई ईश्वर को पुत्र यीशु ख्रीष्ट से प्रकाशित हेले। जे लिखा जाए तार जोहन तार 18:37 पद रे मध्ये लिखा जाईची जे जेतेबेले पिलातु पचारिले तुमे कोन जणे राजा नुह यीशु सेतेबेले उत्तर देइथिले आपण तो कहउछंती मु जणे राजा मु जेपरि सत्य भाव रे साक्ष्य दिए एथि पई मु जगत को आसी अछि। मनुष्य पुत्र सेवा पाइबा को आसी नथिले सेवा करिया पई प्रभु यीशु ख्रीष्ट ए जगत को आसीथिले कारण ए जगत रे जेतेबेले प्रभु थिले से केते दुख कष्ट निंदा ताड़ना सहिले लोक माने ताको क्रूसरे मारिबा पर्यंत क्रूसरे चढ़ाइबा पर्यंत से पृथ्वी को आसीथिले क्रूसरे अपना प्राण ढाली देले अनेकंकर पाप निमंते मुक्तिर मूल्य स्वरूपे प्रभु यीशु ए पृथ्वी को आसीथिले। लोक माने मोर सेवा करंतु बोली से चाहू नथिले किंतु से दिन दुखी हीन लोक मानक निमंते दरिद्र मानक पई सेवा करबा पई से आस्तिले। मोर प्रिय माने मोठार कहबा को चाहे आज ए संसार रो अनेक लोक प्रभु को निमंते दास दासी अछंती संतान माने अछंती प्रभुकर अभिषिक्त व्यक्ति माने अछंती बहुत दुख कष्ट सही क्लेश सही जातना सही से माने ए पृथ्वी रे प्रभु को निमंते से माने बढ़ी अछंती एवं प्रभुकर कार्य मध्य करू अछंती। अनेक विजाति माने मध्य अछंती सत्य भाव रे से माने विजाति माने प्रभु यीशु को जानी मध्य से माने तांको हृदय सहित से माने विश्वास करंती नाही किंतु प्रभु यीशु जे सत्य परमेश्वर जानंती प्रभु यीशु जे क्रूस रे मरिचंती मो पई बोली जानंती किंतु सेमानकर आग्रह आकांक्षा सत्य भाव रे
सत्य भाव जानिबा पई इच्छा थाए आमे जदि ईश्वर संतान तेबे आमर केते अधिक भाव ईश्वर को जानिबा दरकार ईश्वर सेवा करबा उचित आउ केते अधिक परिमाण रे आमे सेवा करबा उचित केते निजर आत्मीय मानक पई आमे नुहे किंतु प्रभु जीशु जेपरी सेवा करबा को आसीतिले जो मानकर नाही जो माने एपर्यंत प्रभु को मन दे नांती प्रभु को निमंते आसी नांती जो माने पाप रे अछंती जो माने पाइबा योग्य सेमान को निमंते प्रभु जीशु आस्तिले केवल परिवार निमंते नुहे केवल निजर आत्मीय मान को निमंते नुहे जेपरी आमे जानू जे पृथ्वी रो आमानकर जेपरी मदर टेरेसा से तांको ना के बा न जाने मदर टेरेसा से सेवा करबा को आस्तिले यूरोप रो से आस्तिले पृथ्वी प्रसिद्ध व्यक्ति यूरोप रो आसी से पृथ्वी रे सेवा करबा पई आसीथिले कुष्ठ रोगी मान को से सेवा करथिले निज हाथ रे से सेवा करथिले से तांकर समस्त तांकर बोली किछि नथिला किंतु से शून्य हस्त रे से शून्य भाव से निजर मन को से प्राण दे कौन करथिले ना सेवा करथिले कारण वाक्य रे लिखा जाए जहा हजी अछि ताहा खोजी रक्षा करबा निमंते मनुष्य पुत्र आसी अछंती लुक तार 19 रो 10 19 रो 10 पद रे जेकर लिखा जाए कारण जहा हजी अछि ताहा खोजी रक्षा करबा पई मनुष्य पुत्र आसी अछंती जगत को कौन हजी अछि ता मन को जानिबा को पड़िबो एठी लिखा जाईची जे वाक्य रे लिखा जाईची जेतबेले मनुष्य पुत्र आसिले आ जो माने पाप रे पड़ी अछंती जो माने अंधकार रे अछंती से मान को पई प्रभु यीशु खोजी खोजी से आसीथिले ई जगत को जोहन मध्य से प्रभु यीशु को कहिले साक्ष्य देले प्रभु यीशु को निमंते आसी साक्ष्य देले अन्य मान को मन परिवर्तन घोषणा कले देखिले साक्ष्य देले जे मन परिवर्तन कर कारण स्वर्ग राज्य सन्निकट यही वाक्य से पृथ्वी रे से प्रचार करुथिले मेष शावक जेपरि वाक्य रे लिखा जाईची जे देख मेष शावक जे जगत रो पाप भार बही नै छंती पापी मानकर परित्राण निमंते पाप को से उद्धार पापी मान को से रक्षा करबा निमंते जेपरि लिखा जाईची जे रोमियो तार 3:23 रे 3:23 पदर मध्य लिखा जाए समस्ते पाप करी परमेश्वर महिमारू उणा पड़ी अछंती प्रभु को नाम रे धन्यवाद हो आमे समस्ते पाप करथिले मध्य प्रभु आमान को रक्षा करिसंती क्रूस उपरे से तांकर पाप तांकर रक्त झरझर झरी गला आ लोक माने विभिन्न भाव रे कष्ट देले जंत्रणा देले बहुत कष्ट देले आ सेई कष्ट पृथ्वी रो केई पाई नाहंती केवल एकमात्र प्रभु जीशु ख्रीष्ट से पाइछंती से आमानकर पाप को धोइले जेतेबेले मन परिवर्तन करू प्रभु जीशु को ग्रहण करू ताले प्रभु आमान को रक्षा करिबा योग्य परमेश्वर प्रभु जीशु केते प्रेम कले तांकरी प्रेम से प्रकाश कले क्रूस उपरे से क्षमा मध्य देले लोक माने जानी मध्य तांको विभिन्न कले जंत्रणा देले पापी मान को परित्राण करबा पई से क्रूस उपरे अपनार प्राण ढाली देले प्रथम तिमोथी तार 1:15 रे मध्य लिखा जाए जे पापी मान को परित्राण करबा पई पापी मान को से परित्राण करबा निमंते ख्रीष्ट कोन कले ना ए पृथ्वी को आसीथिले जगत रे अवतीर्ण हेले प्रथम आमे जानू जे ए संसार रो समस्त पाप भार को प्रभु यीशु क्रूस उपरे नहीं गले स्वर्ग सिंहासन छाड़ी से पृथ्वी को आसिले सुसमाचार सुनाइले जहा जहा सत्य सत्य विषय से साक्ष्य देले आ लोक मान को सेवा कले तांकर जीवन दे देले मृत को मृत्यु पर्यंत से जीवन देले और मृत को से उद्धार कले मृत व्यक्ति को से जीवन देले अंध को चक्षु देले छोटा को से गोड़ देले हृदय रोगग्रस्त स्त्री को से सुस्थ कले
मोर प्रिय माने आमे जानो जेतेबेले आमानकर दुख कष्ट आसी थाए आमे प्रभु को डाकी थाउ, प्रभु तुमे मते सुस्थ करो, तुमे मते आरोग्य करो, तुमे मते प्रभु साहाय्य करो, मोर अभाव विषय रे तुमे जानो प्रभु, मोर जहा किछि कष्ट अछि ए सब विषय रे आमे प्रार्थना करले प्रभु आमनकु साहाय्य करंती। केवल आमे निज पई नुहे किंतु अन्य मानक पई आमे जेतेबेले प्रार्थना करिबा प्रभु आमनकु बहुल भाबरे आशीर्वाद करिवे। कारण प्रभु आमनकर प्रार्थना श्रवण करिबा परमेश्वर अटंती। ଆଉ ଏଇ ପାପ ଭାର ଆମେ ଯେତେ ଯେତେ ଜଗତର ଲୋକମାନେ ପାପ କରିଛନ୍ତି ଆଉ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁ କଣ କଲେ ନା କ୍ରୁଶ ଉପରେ ଆପଣାର ପ୍ରାଣ ସେ ଦେଇଦେଲେ। କ୍ରୁଶରେ ସେ ମୃତ୍ୟୁ ଭୋଗ କରିବାରୁ ଆମେ କଣ କଲୁ ନା ପରିତ୍ରାଣ ପାଇଲୁ, ଆମେ ରକ୍ଷା ପାଇଲୁ। ପାପକୁ ସେ ନିଜେ ବରଣ କରିନେଲେ, ପାପୀକୁ ସେ ଉଦ୍ଧାର କଲେ। କେହି ବି ଏହିପରି କାର୍ଯ୍ୟ କରିନଥିଲେ, ସେ ସବୁ ପୁରା କରିଦେଲେ, ତାଙ୍କର ଉଦ୍ଦେଶ୍ୟକୁ ସେ ପୂରଣ କରିଦେଲେ। ଯେପରି ଯିଶାୟ ତାର 53ରେ ଆମେ ଜାଣୁ ଯେ ବାକ୍ୟରେ ଲେଖାଯାଇଛି ଯେ ଆମମାନଙ୍କର ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିର ଉତ୍ପନ୍ନ ତୁଲ୍ୟ ବଢିଲେ। ତାହାଙ୍କର ରୂପ କି ଶୋଭା କିଛି ନଥିଲା। ତାହାଙ୍କୁ ଦେଖିଲେ ଆମେ ମାନେ ଯେ ଶ୍ରଦ୍ଧା କରିବା ଏପରି ସୌନ୍ଦର୍ଯ୍ୟ ନଥିଲା। ସେ ଅବଜ୍ଞାତ ହୋଇ ମନୁଷ୍ୟର ତ୍ୟକ୍ତ ହୋଇଯାଇଥିଲେ ଏବଂ ଦୁଃଖୀ ଲୋକମା ଓ ଶୋକ ପରିଚିତ ପୁଣି ମନୁଷ୍ୟ ମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି ଏହିପରି ଲୋକତୁଲ୍ୟ ସେ ଅବଜ୍ଞାତ ହେଇଗଲେ। ଆମେ ମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। 4 ପଦରେ ଲେଖାଯାଇଛି ଯେ ନିଶ୍ଚୟ ସେ ଆମମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମମାନଙ୍କର ବ୍ୟଥା ସବୁ କହିଅଛନ୍ତି, ତଥାପି ଆମେ ମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କର ଦ୍ଵାରା ପ୍ରକାଶିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମମାନଙ୍କ ନିମନ୍ତେ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କର ଅପରାଧ ନିମନ୍ତେ ସେ ଚୂର୍ଣ୍ଣ ହେଲେ, ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମେ ମାନେ ସୁସ୍ଥ ହେଲୁ। ଆମେ ମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ। ଆମେ ମାନେ ପ୍ରତ୍ୟେକ ଆପଣା ଆପଣା ବାଟରେ ଫେରିଅଛୁ। ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଛନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ ଉପଦ୍ରବ ପ୍ରାପ୍ତ ହେଇଗଲେ, ତଥାପି ସେ ଆପଣାକୁ ନମ୍ର କଲେ, ଆପଣାର ମୁଖ ଫିଟାଇଲେ ନାହିଁ। ବଧ ସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ ଲୋମ ଛେଦକ ମାନଙ୍କର ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣାର ମୁଖ ଫିଟାଇଲେ ନାହିଁ। ସେ ଉପଦ୍ରବ ଓ ବିଚାର ଦ୍ଵାରା ଦୂରୀକୃତ ହେଲେ, ଆଉ ସେ ଜୀବିତ ଲୋକମାନଙ୍କ ଦେଶରୁ ଛିନ୍ନ ହେଇଗଲେ। ଏହା ତାହାଙ୍କ ସମୟରେ ଲୋକମାନଙ୍କର ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ, ତାହାଙ୍କ ମୁଖରେ କୌଣସି ଛଳ ନଥିଲେ ହେଁ, ଲୋକମାନେ ଦୁଷ୍ଟ ଗଣର ସହିତ ତାହାଙ୍କର ପବର ନିରୂପଣ କଲେ ଓ ସେ ଧନବାନର ସଙ୍ଗୀ ହେଇଥିଲେ। ତଥାପି ତାହାଙ୍କୁ ଦୃଷ୍ଟି କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା। ପ୍ରଭୁ ଆମମାନଙ୍କୁ ଏଇ ସୁନ୍ଦର ବାକ୍ୟ ଦେଇଛନ୍ତି, କଥା କହିଛନ୍ତି। କାରଣ ଯେତେବେଳେ ପ୍ରଭୁ ଯୀଶୁ କ୍ରୁଶରେ ଚଢିଲେ, କ୍ରୁଶରେ ଯେତେବେଳେ ତାଙ୍କୁ ନିଆଗଲା, ତାଙ୍କ ଦୃଷ୍ଟିରେ ସେ ଚାରା ତୁଲ୍ୟ ହେଇଗଲେ, ଶୁଷ୍କ ଭୂମି ପରି ଉତ୍ପନ୍ନ ମୂଳ ତୁଲ୍ୟ। ସେ ତାଙ୍କର ରୂପ ନଥିଲା, ତାଙ୍କର ଶୋଭା ନଥିଲା। ଏହିପରି ଭାବରେ ତାଙ୍କୁ ବିଦୀର୍ଣ୍ଣ କରାଯାଇଥିଲା, କୋରଡା ପ୍ରହାରିତ କରିଥିଲେ। ଆଉ ସେ ଶେଷ ପର୍ଯ୍ୟନ୍ତ ସେ କ୍ରୁଶ ଉପରେ ନମ୍ର ହେଇଗଲେ। ଶେଷରେ ଆମେ ଦେଖୁ ଯେ ଏଥିରୁ ଯାହା ଶିଖୁଛୁ, ଆମେ ଯାହା ଶୁଣିଲୁ, ପ୍ରଭୁ ଯୀଶୁ ଯାହା ଆରମ୍ଭ କଲେ ସବୁ କିଛି ସେ ପୁରା କରିଦେଇଥିଲେ। ଆମେ ଶେଷରେ ଆମ ଜୀବନରେ ଆମେ ଯାହା ଆରମ୍ଭ କରୁ, ଆମମାନଙ୍କର ଜୀବନରେ ଏ ଦୈନନ୍ଦିନ ଜୀବନରେ ଯାହା କିଛି ଆମେ ମନୁଷ୍ୟ ଭାବରେ ଇଚ୍ଛା କରୁ, ଆରମ୍ଭ କରୁ, ପଢୁ, କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରୁ, କେତେ କାମର ଉତ୍ସାହ ଆସେ ପ୍ରଥମେ, କିନ୍ତୁ ସେ ଉତ୍ସାହଟା ଧୀରେ ଧୀରେ ଶେଷ ପର୍ଯ୍ୟନ୍ତ ହେଇପାରିନଥାଏ।
ବହି ପଢିବୁ କି ପୁରା କରିବୁ ବୋଲି ଭାବିଥିବୁ, କିନ୍ତୁ ତାହା ମଧ୍ୟ ଶେଷ କରିପାରି ନଥାଉ। ସମସ୍ତ କାର୍ଯ୍ୟର ଫୋକସ ଥିଲା କି ପ୍ରଭୁ ଯୀଶୁଙ୍କର। ସେ ପ୍ରଭୁ ଯୀଶୁ କ୍ରୁଶ ଉପରେ ସେ ସବୁ କାର୍ଯ୍ୟକୁ ସେ ଶେଷ କରିଦେଇଥିଲେ ଏବଂ କହିଥିଲେ କି ସମାପ୍ତ ହେଲା। ସେ ଅନ୍ୟ ଆଡେ ଫୋକସ କରିନଥିଲେ, କେବଳ ତାଙ୍କର ଯାହା କିଛି ଉଦ୍ଦେଶ୍ୟ ଥିଲା କ୍ରୁଶ ଉପରେ ସେ ଶୈତାନକୁ ମଧ୍ୟ ପ୍ରଲୋଭନରେ ଆସିନଥିଲେ, କ୍ରୁଶ ଉପରେ ନିଜର ଜୀବନ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ସେ ନମ୍ର ହେଇଯାଇଥିଲେ। ତାଙ୍କୁ ଲୋକମାନେ କେତେ ବିଦୀର୍ଣ୍ଣ କରିଥିଲେ, କେତେ ଚେଷ୍ଟା କରିଥିଲେ, ମାରିଲେ, ଆପଣାର କରିଥିଲେ, କିନ୍ତୁ ପ୍ରଭୁ ଯୀଶୁ ସବୁ କିଛି ଜାଣିଥିଲେ। ଜାଣି ମଧ୍ୟ ସେ ନୀରବ ହୋଇ ନିଃଶତୁଲ୍ୟ ରହିଗଲେ। କେତେ ପ୍ରଲୋଭନ ଆସିଥିଲା, ସେ ପ୍ରଲୋଭନରେ ସେ ପଡି ନଥିଲେ, ଶେଷ ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ଦେଇ ଧରିଥିଲେ। କାରଣ ପ୍ରଭୁ ଯୀଶୁ ସେ ନମ୍ରଶୀଳ। ଆମେ ଗତ ସପ୍ତାହ ପାଳନ କରିଥିଲୁ ଖଜୁରୀ ବାହୁଙ୍ଗା ପର୍ବ, ପାମ୍ ସଣ୍ଡେ। ସେ ଗଧ ଉପରେ ଯାଇଥିଲେ, ରାଜା ଭାବରେ ଯାଇ ସେ କଣ କରିଥିଲେ ନା ସେ ରାଜା ଭାବରେ ଜେରୁସାଲେମକୁ ଯାଇଥିଲେ। ପ୍ରଭୁ ଯୀଶୁ ନମ୍ର ହୋଇ ଗୋଟେ ଗଧ ଉପରେ ବସି ସେ ଯାଇଥିଲେ। ଆଉ ସେ ଶେଷ ପର୍ଯ୍ୟନ୍ତ ସେ କଣ କରିଥିଲେ ନା ଉତ୍ସାହର ସହିତ ମୃତ୍ୟୁବରଣ କରିଥିଲେ। ସେ ଜାଣିଥିଲେ ଯେ ମୃତ୍ୟୁ ହବା ପାଇଁ, ଜୀବନ ଦବା ପାଇଁ। ଆଉ ପ୍ରଭୁ ଯୀଶୁ ଏଠାରେ ଲେଖିଛନ୍ତି, କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ ସେ ସାଧନ କରି କହିଛନ୍ତି ସମାପ୍ତ ହେଲା। ତାଙ୍କୁ ବିଦୀର୍ଣ୍ଣ କରାଯାଇଥିଲା। ଆଉ ଲୋକମାନେ କୋରଡା ମାଡ ଦେଇଥିଲେ। ଏପରି ବ୍ୟକ୍ତି କିଏ ଅଛି ପ୍ରଭୁଙ୍କର ବାକ୍ୟ କହି ଈଶ୍ୱରଙ୍କର ସୁସମାଚାରକୁ ସେ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କ ନିମନ୍ତେ ସେ ପହଞ୍ଚାଇଥିଲେ। ଦୁଃଖୀ ଲୋକମାନଙ୍କ ନିମନ୍ତେ ସେ ସେବା କରିବା ପାଇଁ ଆସିଥିଲେ, ସେମାନଙ୍କୁ ପରିତ୍ରାଣ କରିବା ପାଇଁ। ଆପଣଙ୍କୁ ଏବଂ ମତେ ଆଜି ଆମମାନଙ୍କୁ ମଧ୍ୟ ସେଇ କାର୍ଯ୍ୟ ପ୍ରଭୁ ଯେପରି ଶେଷ କରିଥିଲେ, ଆମମାନଙ୍କର କାର୍ଯ୍ୟକୁ ମଧ୍ୟ ଆମେ କଣ କରିବା, ପ୍ରଭୁ ଯୀଶୁ ଯେପରି କ୍ରୁଶ ଉପରେ ଆମମାନଙ୍କୁ ଦେଖେଇଛନ୍ତି, ଯୋଉ ପ୍ରେମ ଦେଖେଇଛନ୍ତି, ସେଇ ପ୍ରେମକୁ ଆମେ କଣ କରିବା ନା ତାଙ୍କର ଆମର ଉଦ୍ଦେଶ୍ୟକୁ ଆମେ ସାଧନ କରିବା ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଆମେ କଣ କରିବା, ତାଙ୍କରି ବାଧ୍ୟ ହୋଇ ଆମେ ତାଙ୍କ ନିମନ୍ତେ ଛିଡା ହେବା ଉଚିତ। ପ୍ରଭୁ ଯୀଶୁ ଚାହାନ୍ତି ଯେ ପ୍ରଭୁ ଆମମାନଙ୍କୁ ଆମେ ଯେପରି ପ୍ରଭୁଙ୍କ ନିମନ୍ତେ ବଢିବା। ଆମର ପ୍ରଭୁ ଆମମାନଙ୍କୁ ଜୀବନ ଦେଲେ, ଆମେ ମଧ୍ୟ ଯେପରି ପ୍ରଭୁଙ୍କ ନିମନ୍ତେ ଜୀବନ ଦେବା ଶେଷ ପର୍ଯ୍ୟନ୍ତ। ଯେପରି ମୁଁ ଏବେ କହୁଥିଲି ଯେ କିଛି ଗୋଟେ କାର୍ଯ୍ୟର ଆରମ୍ଭ କରୁ ଆମେ, କିନ୍ତୁ ତାହା ଶେଷ କରିପାରିନଥାଉ। ଅନେକ ପ୍ରଭୁଙ୍କର ସନ୍ତାନ ମାନେ ପ୍ରଭୁଙ୍କର ସନ୍ତାନ ମାନେ ଶେଷ କରୁଛନ୍ତି, କିନ୍ତୁ ଅଧିକାଂଶ ଆମେ ଶେଷ କରିପାରିନଥାଉ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିଥିଲେ, ତାଙ୍କରି ଉଦ୍ଦେଶ୍ୟକୁ ସେ ପୂରଣ କରିଥିଲେ। ବିଶେଷ କରି ମୁଁ କହିବାକୁ ଚାହେଁ ଯେ ପ୍ରଭୁ ଯୀଶୁ ଯେପରି କ୍ରୁଶ ଉପରେ ତାଙ୍କର ଲକ୍ଷ୍ୟ ଥିଲା, ସେ କୌଣସି ପ୍ରକାର ଅନ୍ୟ ଆଡେ ତାଙ୍କର ଲକ୍ଷ୍ୟ ନଥିଲା। ତେଣୁ ସେ କ୍ରୁଶ ଉପରେ ଏହି ବାଣୀ କହିଥିଲେ ସମାପ୍ତ ହେଲା। ଯାହା କରୁଛୁ ମନ ପ୍ରାଣ ଦେଇ ଈଶ୍ୱରଙ୍କର ଆମେ ସେବା କରିବା, କାର୍ଯ୍ୟ କରିବା ଏବଂ ଦୁଃଖ କଷ୍ଟ ସହି ମନ ପ୍ରାଣ ଦେଇ ଯେତେବେଳେ ଶେଷ ପର୍ଯ୍ୟନ୍ତ ଆମେ ଧୈର୍ଯ୍ୟ ଧରି ଆମମାନଙ୍କର କାର୍ଯ୍ୟ କରୁ, ପ୍ରଭୁ ଯୀଶୁ ଯେପରି କରିଥିଲେ, କଠିନ କାର୍ଯ୍ୟକୁ ମଧ୍ୟ ଆମେ ତାକୁ ଆମେ ପୁରା କରିପାରିବା। ପ୍ରତ୍ୟେକ ମାନବ ଜାତିର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ ଏଇ ଜଗତକୁ ଆସିଥିଲେ। ଦୁଃଖକୁ ସେ ବରଣ କରିଥିଲେ, ଦୁଃଖକୁ ସେ ଦେଖିଥିଲେ। ସେ କ୍ରୁଶ ଉପରେ ସେ କଷ୍ଟରେ ଆନନ୍ଦର ସହିତ, ଉତ୍ସାହର ସହିତ ତାଙ୍କ ହୃଦୟକୁ ସେ ଦେଇ ଦେଇଥିଲେ, ତାଙ୍କର ମନକୁ ସେ ଦେଇ ଦେଇଥିଲେ। ଦୁଃଖରେ ନିରାଶରେ ସେ ମୃତ୍ୟୁବରଣ କରିନଥିଲେ। ଯେତେ ସମୟ ସେ ପୃଥିବୀରେ ଥିଲେ ମଧ୍ୟ ବିଜୟର ସହିତ ସେ ସମାପ୍ତି କରିଥିଲେ। ପାପ ଉପରେ ସେ ବିଜୟ ଲାଭ କରିଥିଲେ। ସବୁଠାରୁ ବଡ ସମସ୍ୟା ହଉଛି ପାପ ଅଟେ। ଯୋଉ ପରମେଶ୍ୱର ଆମମାନଙ୍କୁ ସୃଷ୍ଟି କଲେ, ମନୁଷ୍ୟ
ଠାରୁ ଦୂରେଇ ଗଲା, ମନୁଷ୍ୟ ତାଠାରୁ ଦୂରେଇ ଗଲା। ପ୍ରଭୁ ଯୀଶୁଙ୍କୁ ସେ ଜାଣି ପାରିଲାନି। ପ୍ରଭୁ କ୍ରୁଶ ଉପରେ ମଣିଷର ପାପକୁ ନେଲେ, ଆପଣାର ପ୍ରାଣକୁ ସେ ଢାଳି ଦେଲେ କେବଳ ମନୁଷ୍ୟ ଜାତି ପାଇଁ। ଆପଣା ପ୍ରାଣକୁ ସେ ଢାଳି ଦେଇଛନ୍ତି। ସମସ୍ତଙ୍କର ପାପ ନିମନ୍ତେ ପରମେଶ୍ୱର କଣ କରିଛନ୍ତି ନା ସମସ୍ତଙ୍କ ପାପକୁ ନେଇ ସେ ଆମମାନଙ୍କୁ କ୍ଷମା ଦେଇଛନ୍ତି, ଆମମାନଙ୍କୁ ଉଦ୍ଧାର କରିଛନ୍ତି। କେବଳ ପାପ ଉପରେ ବିଜୟ ପାଇଛନ୍ତି, ଶୈତାନକୁ ହରେଇଛନ୍ତି, ଶତ୍ରୁକୁ ପରାସ୍ତ କରିଛନ୍ତି। କେତେ ଦୁଃଖ କଷ୍ଟ ଯନ୍ତ୍ରଣା ଶେଷ ପର୍ଯ୍ୟନ୍ତ ସେ କଣ କରିଛନ୍ତି ନା କ୍ରୁଶ ଉପରେ ସେ ନତ କରିଯାଇଛନ୍ତି ବା ନମ୍ର ହେଇଯାଇଛନ୍ତି। ପ୍ରଭୁ ଆମର ପାପର କାରଣରୁ ସେ କ୍ରୁଶ ଉପରେ ଚଢା ଯାଇଥିଲେ, ବିଜୟୀ ହେଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି। ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କରୁ, ସେ ଆମମାନଙ୍କୁ ପ୍ରେମ କଲେ, ଏତେ ପ୍ରେମ କଲେ ଯେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି ଆଉ ଆମମାନଙ୍କୁ ଜୀବନ ଦେଇଛନ୍ତି। ଆମେ ଯେପରି ତାଙ୍କ ଠାରେ ଆମେ ବିଶ୍ୱାସ କରୁ। ଯୋଉମାନେ ଏ ପର୍ଯ୍ୟନ୍ତ ପ୍ରଭୁଙ୍କୁ ଜାଣି ନାହାନ୍ତି, ଯୋଉମାନେ ଏ ପର୍ଯ୍ୟନ୍ତ ପ୍ରଭୁଙ୍କ ଠାରେ ଅଛନ୍ତି, ସେଇମାନେ ଯାଇ ପ୍ରଭୁଙ୍କର ସେବା କରି ଅନ୍ୟମାନଙ୍କ ନିମନ୍ତେ ଉଦ୍ଧାରର ପଥ ଯେପରି ଦେଇପାରିବା, ପରିତ୍ରାଣର ପଥ ଯେପରି ଆଣିପାରିବା, ପ୍ରଭୁ ଏହା ଚାହାନ୍ତି। ସେ ଶେଷ ପର୍ଯ୍ୟନ୍ତ ଆପଣାର ସମସ୍ତ କାର୍ଯ୍ୟକୁ ଶେଷ କରିଥିଲେ ଏବଂ ସେ କହିଥିଲେ ସମାପ୍ତ ହେଲା। ବିଶେଷ କରି ମୁଁ କହିବାକୁ ଚାହେଁ ଯେ ଏଇ ଶେଷ ଯୁଗ ମାନଙ୍କରେ, ଶେଷ ସମୟରେ ଆଉ କିଛି ଦିନ, ଆଉ ଆଜି ହେଲା 16 ତାରିଖ, 8 ତାରିଖ ଆମମାନଙ୍କର ଗୁଡ ଫ୍ରାଇଡେ ଅଛି। ଗୁଡ ଅର୍ଥାତ୍ ଶୁଭ ଶୁକ୍ରବାର। ସେଇଦିନ ଦୁଃଖର ଦିନ ନୁହେଁ, ସେଇଛନ୍ତି ଆମମାନଙ୍କର ପାପକୁ ସେ ଉଦ୍ଧାର, ଆମମାନଙ୍କର ପାପକୁ କ୍ଷମା କଲେ ଏବଂ ଆମମାନଙ୍କୁ ଆନନ୍ଦ ଦେଲେ, ପରିତ୍ରାଣ ଦେଲେ, ଆନନ୍ଦ ଦେଲେ। ଆଉ ସେଇ ଆନନ୍ଦ ଆମେ ପାଇଛୁ। ଆମେ ସେଇ ଆନନ୍ଦକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବା, କାରଣ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଯଦି ଆମେ ଅନ୍ୟମାନଙ୍କ ନିକଟରେ ସୁସମାଚାର ନ ଦେବା, ପ୍ରଭୁଙ୍କର କୃଷିୟ କଥାକୁ ଆମେ ଅନ୍ୟମାନଙ୍କୁ ଯଦି ନ ଜଣେଇବା, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେନି। ପ୍ରତ୍ୟେକ ମନୁଷ୍ୟ ଏପରି ଯେତେ ଜଣ ଆମେ ପୃଥିବୀରେ ଅଛୁ, ଯେତେ ଜଣ ଆମେ ପ୍ରଭୁଙ୍କୁ ଜାଣିଛୁ, ପ୍ରତ୍ୟେକଙ୍କର କାର୍ଯ୍ୟ ସୁସମାଚାର କହିବା, ପ୍ରତ୍ୟେକଙ୍କର କାର୍ଯ୍ୟ ସୁସମାଚାର କହିବା। ଯଦି ଆମେ ପ୍ରଭୁଙ୍କର ବିଷୟ ଘୋଷଣା ନ କରୁ, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ନାହିଁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଯେପରି ପ୍ରଭୁଙ୍କ ଠାରେ ରହି ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା, କାରଣ ପ୍ରଭୁ ଆସିଲେ ମନ ପ୍ରାଣ ଦେଇ ଆମମାନଙ୍କୁ ସେ ସୁସମାଚାର କହିଛନ୍ତି। ଶେଷ ପର୍ଯ୍ୟନ୍ତ ସେ ତାଙ୍କରି କାର୍ଯ୍ୟକୁ ସେ ସାଧନ କରିଛନ୍ତି। ଠିକ ସେଇ ପ୍ରକାରେ ଆମେ ମଧ୍ୟ ଆମେ ଯାହା ମନସ୍ଥ କରୁଛୁ, ଯାହା କରିବା ପାଇଁ ଇଚ୍ଛା କରୁଛୁ, ଯାହା ଆରମ୍ଭ କରୁଛୁ, ସେ ସବୁକୁ ଆମେ ଶେଷ କରିବା ଉଚିତ। ଆଉ ଶେଷରେ ମୁଁ ଗୋଟେ ଗୀତ ଗାଇକି ମୁଁ ଏହା ଶେଷ କରିବାକୁ ଚାହେଁ, କାରଣ सुंदर भावरे लिखा जाए ये गीतटी कि तुम्हारी जिंदगी सुसमाचार के योग्य हो, जो मेरे पीछे चलना चाहे अपना क्रूस उठा लो। जे तांको पाई जाए, तांको पथरे जाए, से क्रूस घेनी चालू। अपनार क्रूस को से यीशुଙ୍କର क्रूसକୁ ଯେତେବେଳେ ଆମେ ବହନ କରିବା, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଏ ଗୀତଟି ଲେଖାଯାଏ ଯେ मैं ये गीतटी गाइबाकू चाहे। तुम्हारी जिंदगी सुसमाचार के योग्य हो, तुम्हारी जिंदगी सुसमाचार के योग्य हो, जो मेरे पीछे चलना चाहे अपना क्रूस उठा लो, अपना क्रूस उठा लो, अपना क्रूस उठा लो। तुम्हारी जिंदगी सुसमाचार के योग्य हो, तुम्हारी जिंदगी सुसमाचार के योग्य हो,
जो मेरे पीछे चलना चाहे अपना क्रूस उठा लो, अपना क्रूस उठा लो, अपना क्रूस उठा लो। लंबा है ये सफर, राहों में मुश्किल भी है, राहों में मुश्किल भी है। अंधकार छाया तो क्या, मत डरना तेरे संग में, मत डरना तेरे संग में। ज्योति की संतान हो तुम, मन की ज्योति जला लो, मन की ज्योति जला लो, मन की ज्योति जला लो। तुम्हारी जिंदगी सुसमाचार के योग्य हो, तुम्हारी जिंदगी सुसमाचार के योग्य हो। जो मेरे पीछे चलना चाहे अपना क्रूस उठा लो, अपना क्रूस उठा लो, अपना क्रूस उठा लो। जाओ जाओ और करो प्रचार, भटकों को भी बचाओ तुम, भटकों को भी बचाओ तुम। गाँव गाँव और गलियों में, दुनिया के कोने कोने में, दुनिया के कोने कोने में। जब तलक ना जाऊं आसमां पे दोबारा, मेरा बोझ उठा लो, मेरा बोझ उठा लो। तुम्हारी ये सफर बेथलेहम से कालवरी तक जाएगा, तुम्हारी ये सफर बेथलेहम से कालवरी तक जाएगा। जो मेरे पीछे चलना चाहे अपना क्रूस उठा लो, अपना क्रूस उठा लो, अपना क्रूस उठा लो। इसी देश के लिए जाना है, इसी देश के विश्वासियों, सुन लो मेरी पुकार, सुन लो मेरी पुकार। इसी देश के लिए जाना है, मेरी पुकार। इसी देश के लिए जाना है, इसी देश के लिए जाना है। तुम ना जाओगे तो कौन जाएगा भला, एक कदम तो बढ़ा लो, एक कदम तो बढ़ा लो। तुम्हारा ये सफर बेथलेहम से कालवरी तक जाएगा, तुम्हारा ये सफर बेथलेहम से कालवरी तक जाएगा। जो मेरे पीछे चलना चाहे अपना क्रूस उठा लो, अपना क्रूस उठा लो, अपना क्रूस उठा लो। मोर प्रिय माने यह कहवाक चाहे सुंदर गीत माध्यम प्रभु चाहती जे आमे जाई ईश्वर सेवा करू। आज आमे चिंता करू मोर उद्देश्य कौन, जहाँ आम जीवन रे उद्देश्य को आमे पूरा करबा। जहाँ अच्छी फिलिपियो तार 2:5 पदरे जेपरि लेखा जाइछि जे ख्रीष्ट जीशुंकर जेपरि मन थिला तुममान को मध्य सेपरि मन हो। से ईश्वर रूपी हेले ईश्वर सहित समान होई रहबा निमंते धरि रखिबा पई से मने कले नहीं। पुणी मनुष्य भाव में देखा जाए मृत्यु पर्यंत, हाँ कृष्य मृत्यु पर्यंत से आज्ञावह हेले आपना को अवनत कले। यही कारण ईश्वर तांको अतिशय उन्नत करियछंती। पुणी समस्त नाम अपेक्षा से सर्वोत्कृष्ट नाम तांको प्रदान करियछंती। जीवन शेष निश्वास पर्यंत प्रभु जीशु तांकरी उद्देश्य को शेष करबा पर्यंत से पूरा कले, शेष कले, आज्ञाकारी हेले। हाँ मोर प्रिय माने आमे विश्वास करू जे आम मोर पाप कारण मृत्यु भोग करियछंती। से कबरस्थ हेले, पुणी तृतीय दिन रे से पुनर्जीवित हेले। जो माने प्रस्तुत थिले से मान को नेबा पई से आसुचंती। केतक आज जगत रे केतक भंड व्यक्ति माने अछंती, से अधर्म अधार्मिक लोक माने अछंती,
से कौन करिवे ना से आसी धमकाइबे कष्ट देबे ख्रीष्ट भंड ख्रीष्ट लोक मैंने आसी कहबे मु ख्रीष्ट से प्रति आम भरोसा न रखू प्रभु जीशु वाक्य प्रभु जीशुकर वाक्य उपरे आम भरोसा रखू विश्वास करू एवं सुसमाचार को आम अनुमान को निकट पहुंचीबा प्रभु जीशु मो पई आपण मान को पई क्रूसरे से मरी अछंती शेषरे से आपना को नत करी से अवनत करी मुंड को से तले रखी दे से कहले सब किछि शेष हैला प्रभु जीशु सब किछि पूरा करि पारथिले जेपरि माथ्यू तार 28 रो शेष पदरे लिखा जाए जे तांकरी आज्ञा को जे पालन करे तांकरी आज्ञा पालन करी शिक्षा दे समान को शिष्य कर बोली वाक्य रे लिखा जाइछि प्रभु यीशु कहिसंती जे जाओ एवं तुमे मोर शिक्षा दे तुमे शिष्य करो प्रभु यीशु क्रूस उपरे जेपरि समाप्त करथिले से उद्देश्य को से पूरा करथिले से ए छोट चिंता प्रभु आमान को देइछंती ए छोट चिंता रे प्रभु हम समस्त को आशीर्वाद करंतु आमे जेपरि प्रभु रे बढ़िबा एवं शेष पर्यंत प्रभु को निमंते आमे मरिबा एवं प्रभु को निमंते आमे कार्य करिबा प्रभु आमान को आशीर्वाद करंतु ए छोट वाक्य रे प्रभु हम समस्त सहित रहंतु प्रेज द लॉर्ड।